स्वागत दर्शक बंधु। ये व्यक्ति होउचंती एकाधारे जड़े हाईस्कूल शिक्षक, जड़े कवि, लेखक, समाजसेवी, जड़े आध्यात्मिकवादी व्यक्तित्व। 1967 मसीह पिता स्वर्गत त्रिलोचन राज और माता सत्यभामा राज कोलमंडन करी नयागढ़ जिला अंतर्गत ओडगाँ ब्लॉक अंतर्गत खलीपाटना ठारे जन्म ग्रहण करती बसंत कुमार राज। तेबे आसंतु देखिबा तांको विषय रे किछि रोचक तथ्य। हे समय बयस कुमोर नेलो चोरे, हे समय बयस कुमोर नेलो चोरे। बसंतंको बाल्य जीवन थिला खूब चपल। पिता स्वर्गत त्रिलोचन राज पेशारे थिले जणे कृषक चाषी। बहु अभाव अनाटन मध्यरे तांकर बाल्य जीवन अतिबाहित होइतिला। धीरे धीरे शशिकला परी बढ़िबाकु लागंती बसंत। मु पिला दिन मते दियो फेरे, हे समय बयस कुमोर नेलो चोरे। बेत माड़कू डरी बही बस्तानी धरी लुचिची केबे जाई आंबो तोटारे केबे नई पठारे। ओ पुरुणा खाता चिरी कागज डंगा करी भसेई देइची मु बरसा ठारे घरे दांड दुआरे। बोकु केते मिछ कहिची खरा बेले लुची आंब तोड़ीची चोरी करी पुणी धरा पड़ीची कान धरी उठ बस हेची। हे समय नेहुरा होची हली मु करुची मो दुष्टामी दिन को दियो फेरेई, मो दुष्टामी दिन को दियो फेरेई। हे समय बयस कुमोर नेलो चोरेई। से एक बहुत सुंदर भजन रचना करिसंती जार शीर्षकर ना नुह कितु सेई कालिया ठाकुर। संज सकाळरे आकुल अंतरे केते मुसे रूप झुरे आकाश चातक निरेखई जेन्हे जीवन पाई आतुरे। वृंदावन चारी आहे बंशीधारी हेले मो पाई निष्ठुर। ध्रुव प्रहल्लाद मागिथिले जाहा कर किंचितरे दया। मृग तृष्णा पछे दौड़ाई मते नकर मठारे माया। केबे आउ साहा हेब चौबाहा एही भव पाराबार। तोर नाम कष्टी धरी मोर मुष्टि जीवी पथ अनुसारी। जेते दुख कष्ट बाधा विघ्न सबु करिबी गलार माली। देवी नाही दोष आहे ऋषिकेश भाबिबी ए कर्म मोर। गुण गाई तोर जाऊ जीव मोर आहे गोवर्धन टेका। नहु अपवाद सी अभय पाद उड़ुत जय पताका। जेते बेले जीव ए घट छाड़िब थिब तो नाम तुंडर। साधु सन्थ मेले हरि नाम गले जीव मोर सबाधार।
ମୋ ଭଳି ପତିତ ନହୁଁ କେବେ ଜାତ, ତୁମ ସୁନ୍ଦର ସଂସାର ଏତିକି ତୋ ଦୟା, ହେଉରେ କାଳିଆ ମାଗଇ ବସନ୍ତ ଛାର। ଜଣେ କବି ଓ ଲେଖକ ଭାବରେ ଆପଣ କେଉଁ କେଉଁ ପୁସ୍ତକ ରଚନା କରିଛନ୍ତି? ମୁଁ 12ଟି ପୁସ୍ତକ ଲେଖିଛି। ସେ ଭିତରେ ମୋର ପ୍ରଥମ ପୁସ୍ତକ ହେଉଛି ଭକ୍ତି ନିବେଦନ ଭଜନ ଜଣାଣ ପୁସ୍ତକ। ତାପରେ ଅନ୍ୟ ଏକ ଭଜନ ଜଣାଣ ପୁସ୍ତକ ଯାହାକୁ ଭକ୍ତି ଅର୍ଘ୍ୟ ଆମର ଯେଉଁଟା ପ୍ରକାଶ ପାଇବ। ତାପରେ ଆଉ ଗୋଟେ ଛାନ୍ଦ ଉପରେ ଆଧାରିତ ଏକ ପୁସ୍ତକ ଛାନ୍ଦ ରତ୍ନମାଳା। ତାପରେ କବିତା ସଞ୍ଚୟନ, ଗଳ୍ପ ସଞ୍ଚୟନ, ଏକାଙ୍କିକା ପୁସ୍ତକ, ଏକାଙ୍କିକା କିଛି ମୁଁ ରଚନା କରିଛି। ଆଉ କିଛି ନାଟକ ରଚନା କରିଛି। ସେ ଭିତରେ ବିଦଗ୍ଧ ରାମାୟଣ, ରୁକ୍ମିଣୀ ହରଣ, ଶ୍ରୀରାମ ବିଜେତା ହନୁମାନ, 3ଟା ନାଟକ ଲେଖିଛି। ତା ସହିତ 2ଟି କାବ୍ୟ, ଶ୍ରୀ ଜଗନ୍ନାଥ ଏବଂ ଗୌତମ ବୁଦ୍ଧ, ଯାହାକି ପ୍ରକାଶ ପାଇବା ପ୍ରତୀକ୍ଷାରେ ତାହା ଲେଖା କାର୍ଯ୍ୟ ଶେଷ ହୋଇନାହିଁ, ଚାଲିଛି। ଏପରି ଆହୁରି କେତେ ଗୁଡ଼ିଏ ମୁଁ ପ୍ରବନ୍ଧ ଲେଖିଛି। ସେ ପ୍ରବନ୍ଧ ଗୁଡ଼ିକ ସଂଗ୍ରହ ଏକତ୍ରିତ କରି ତାହା ପ୍ରକାଶ ପାଇବା ଅପେକ୍ଷାରେ ରହିଛି। ସେ ଆଉ ଏକ ଭଜନ ଲେଖିଛନ୍ତି ଯାହାର ଶୀର୍ଷକର ନାମ ଅଛି ଶୂନ୍ୟ ପୁରୁଷ ଆବାହନ। ଶୂନ୍ୟରୁ ଆସ ଅବତରୀ ପ୍ରଭୁ ପୁଣ୍ୟ ସ୍ଥାପନ ପାଇଁ, ଧରଣୀକୁ ପାପ ଧାରଣ କଲାଣି ଧର୍ମ ହୁଏ ଧରାଶାୟୀ। ଛାଡ଼ିଲେ ସରବେ ଆଚାର ବିଚାର, ବଢ଼ିବାରେ ବ୍ୟଭିଚାର, ଜଡ଼ ହୋଇଲେଣି ସାଧୁ ଯୁବି ଚେକ, ମାଡ଼ି ଚାଲେ ସ୍ୱାର୍ଥପର। ମାନବ ହେଲା ଦାନବ, ହିଂସ୍ର ନିର୍ଦ୍ଦୟ ସ୍ୱଭାବ, ସ୍ନେହ ପ୍ରେମ ସବୁ ହୋଇଲା ସପନ, ବୈରୀ ସାଜୁଛି ଭାଇ, ଶୂନ୍ୟରୁ ଆସ ଅବତରୀ ପ୍ରଭୁ। ଶାସକ ହେଲେଣି ଶୋଷକ ଏଠାରେ, କ୍ଷମତା ଲୋଭୀଙ୍କ ବସିଛି ହାଟ, ଲୁପ୍ତ ପରାଏ ଜାଲ ପାତି କରି, ନିରୀହ ଜନଙ୍କ ଦେଖନ୍ତି ନାଟ। ସେବା ତ୍ୟାଗ ହେଲା ଦୂର, ସୃଷ୍ଟି କରେ ହାହାକାର, ପ୍ରତିଶ୍ରୁତି ମିଛ ପ୍ରତାରଣା ଖାଲି, ସତ୍ୟ ଗଲା ଧ୍ୱଂସ ହୋଇ, ଶୂନ୍ୟରୁ ଆସ ଅବତରୀ ପ୍ରଭୁ। ନ୍ୟାୟଦଣ୍ଡଧର ହେଲେଣି ତସ୍କର, ନିର୍ଦ୍ଦୋଷ ପାଇଛି ଦଣ୍ଡ କଠୋର, କର୍ମଚାରୀମାନେ ସ୍ୱେଚ୍ଛାଚାରୀ ହେଲେ, ଟଙ୍କା କରେ ବଙ୍କା, ପଦାନତ ହେଲା ନୀତି, ରାଜୁତି କଲା ଦୁର୍ନୀତି, ରକ୍ଷକ ସାଜିଲେ ଭକ୍ଷକ ସମାଜେ, ନିରକ୍ଷ କାନ୍ଦେ କଇଁ କଇଁ, ଶୂନ୍ୟରୁ ଆସ ଅବତାରୀ ପ୍ରଭୁ। ଗଣତନ୍ତ୍ର ଏଠି ବନ୍ଧା ପଡ଼ିଲାଣି ଶିଳ୍ପପତିଙ୍କ ହାତେ, ଯନ୍ତ୍ର ସମାଜରେ ମନ୍ତ୍ର କିଏ ଦେବ ଶାନ୍ତି ନିମନ୍ତେ ଚିତେ। ତୋଷାମଦ ତାଉଟର କଲେ ସବୁ ଛାରଖାର, ଭୀଷଣ ଶାର୍ଦୂଳ ସାଜିଣ ଭେଷଜ, ରୋଗୀ ପ୍ରାଣ ଯାଏ ଖାଇ, ଶୂନ୍ୟରୁ ଆସ ଅବତରୀ ପ୍ରଭୁ। ବିଷାକ୍ତ ଅନିଳ ହୋଇଲା ପ୍ରବଳ, ଶ୍ୱାସରୁଦ୍ଧ ନଭଚର, ଜଳେ ଜଳଚର ତ୍ରାହି ତ୍ରାହି ବୋଲି, କରନ୍ତି ଆର୍ତ୍ତ ଚିତ୍କାର। ଗରଳ ପିଇବା ପାଇଁ ବନେ ବୃକ୍ଷଲତା ନାହିଁ, ଦାରୁଣ ବିପଦ ମାଡ଼ି ଆସୁଅଛି, ରଖେ ଜଗତ ସାଇଁ, ଶୂନ୍ୟରୁ ଆସ ଅବତରୀ ପ୍ରଭୁ। ଖୁବ୍ ସୁନ୍ଦର ହୃଦୟସ୍ପର୍ଶୀ ଇଏ ଭଜନ। ଆପଣ ଶିକ୍ଷକତା ସହିତ ଲେଖାଲେଖି ପାଇଁ କେତେବେଳେ ସମୟ ବାହାର କରନ୍ତି? ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ 10ଟାରୁ 4ଟା ପର୍ଯ୍ୟନ୍ତ ସ୍କୁଲ ରହେ। ସ୍କୁଲରେ ଶିକ୍ଷଣ କାର୍ଯ୍ୟ ଶେଷ ହେଲା ପରେ ମୁଁ ଘରକୁ ଫେରେ। ମୋର ନିତ୍ୟକର୍ମ ଶେଷ କରି ସାନ୍ଧ୍ୟ ପ୍ରାର୍ଥନା ଏବଂ ଭାଗବତ ପାଠ ଶେଷ କରିବା ପରେ ସନ୍ଧ୍ୟାବେଳେ ମୁଁ କିଛି ଲେଖାଲେଖି କରେ। ବେଳେବେଳେ ପାହାନ୍ତା ପହରରୁ 3ଟା 4ଟା ରାତିରୁ ଉଠି ମୁଁ ଲେଖାଲେଖିରେ ମନୋଯୋଗ ଦେଇଥାଏ। କେବେ ଓ କାହା ପ୍ରେରଣାରେ ଲେଖିବା ପାଇଁ ମନ ବଳେଇଥିଲେ? 1985 ମସିହାରେ ମୁଁ +2 ପଢ଼ୁଥିଲି।
ନୟାଗଡ଼ କଲେଜରେ। ସେହି ସମୟରେ ମୋର ଅଜା ସ୍ୱର୍ଗତ ବାଞ୍ଛାନିଧି ଜେନାଙ୍କ ପାଖେ ପାଖେ ମୁଁ ରହୁଥିଲି। ସେ ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି ଥିଲେ। ଅନେକ ପୁରାଣ ଶାସ୍ତ୍ର, ଗୀତା, ଭାଗବତ, ରାମାୟଣ, ମହାଭାରତ ଇତ୍ୟାଦି ଗ୍ରନ୍ଥ ତାଙ୍କ ପାଖରେ ଥିଲା। ସେହି ପୁସ୍ତକ ଗୁଡ଼ିକ ପଢ଼ିବାକୁ ସେ ମୋତେ କହୁଥିଲେ। ସେହି ବହି ଗୁଡ଼ିକ ପଢ଼ିବା ଦ୍ୱାରା ମୋ ମନରେ ସ୍ୱତଃ ଲେଖିବା ପ୍ରତି ଜାଗରଣ ସୃଷ୍ଟି ହୋଇଥିଲା ବା ଆଗ୍ରହ ସୃଷ୍ଟି ହୋଇଥିଲା। ତେଣୁ ସେ ହେଉଛନ୍ତି ପ୍ରକୃତରେ ମୋର ଲେଖନ କାର୍ଯ୍ୟର ମାର୍ଗଦର୍ଶକ ଏବଂ ଗୁରୁ ଅଟନ୍ତି। କଳା ତଥା ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବହୁ ଅନୁଷ୍ଠାନ ତାଙ୍କୁ ସମ୍ବଳିତ ତଥା ସମ୍ମାନିତ କରିଛନ୍ତି। ପଦ୍ମଲୋଚନ ପାଠାଗାର ତରଫରୁ ତାଙ୍କୁ ମଧ୍ୟ ଶିକ୍ଷା କମଳ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ମୃତିରେଖା ସାହିତ୍ୟ ସଂସଦ କୋରଡ଼ ତରଫରୁ ମଧ୍ୟ ତାଙ୍କୁ ସାହିତ୍ୟ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଛି। ଶିକ୍ଷକ ଗୌରବ ସମ୍ମାନ 2019 ସମଲେଶ୍ୱରୀ ସାହିତ୍ୟ ସଂସଦରୁ ତାଙ୍କୁ ମିଳିଛି। ଏଇଟା ଗୋଟାଏ ନ୍ୟାସନାଲ୍ ଲେବୁଲ୍ ଆୱାର୍ଡ଼ ସେ ପାଇଛନ୍ତି 2019ରେ। ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦ ଝାରସୁଗୁଡ଼ା ତରଫରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଠି ମଧ୍ୟ ଏକ ନ୍ୟାସନାଲ୍ ଲେବୁଲ୍ ଆୱାର୍ଡ଼ ସେ ପାଉଛନ୍ତି। ନମସ୍କାର। ନବବର୍ଷ 2021 ଆପଣମାନଙ୍କ ପାଇଁ ସୁଖ, ଶାନ୍ତି, ମୈତ୍ରୀ ଏବଂ ସମୃଦ୍ଧିର ବର୍ଷ ହେଉ, ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଏହି ଶୁଭ ଅବସରରେ ମୁଁ ଗୋଟେ କବିତା ପଢ଼ୁଛି। ତାର ଶୀର୍ଷକ ହେଉଛି ନବବର୍ଷର ଅଭିନନ୍ଦନ। ପ୍ରାଚୀ ପୁଷ୍କରିଣୀ ତେଜୀ ନବବଧୂ ଉଷା ଯାଇଛି ତ ଚାଲି। ପ୍ରାଚୀ ପୁଷ୍କରିଣୀ ତେଜୀ ନବବଧୂ ଉଷା ଯାଇଛି ତ ଚାଲି। ଲିଭି ଯାଇଛି ତା ଆଖିର କଜ୍ଜଳ ସୀମନ୍ତ ସିନ୍ଦୁର ନାଲି। ସିନ୍ଦୁର ବିନ୍ଦୁ ତା ଜ୍ୟୋତି ପରକାଶୀ ଧରା କରେ ଆଲୋକିତ। ସେ ଆଲୋକେ ଆଜି ସମସ୍ତ ପ୍ରାଣୀଙ୍କ ମନ ପ୍ରାଣ ପୁଲକିତ, ମନ ପ୍ରାଣ ପ୍ରଫୁଲ୍ଲିତ। ଉତ୍ସବ ମୁଖର ହେଲା ଧରଣୀ, ନବ ଉନ୍ମାଦନା ଆସିଛି ପୁଣି। କି ମନ୍ତ୍ର ଫୁଙ୍କିଲା ତରୁଣୀ ଅବଳା, କି ମନ୍ତ୍ର ଫୁଙ୍କିଲା ତରୁଣୀ ଅବଳା। ହିଂସା ଦ୍ୱେଷ ମୋହ ଯାଇଛି ଚାଲି। ପ୍ରାଚୀ ପୁଷ୍କରିଣୀ ତେଜୀ ନବବଧୂ ଉଷା ତ ଯାଇଛି ଚାଲି। ଉଷା ଯାଇଛି ତ ଚାଲି। ଲିଭି ଯାଇଛି ତା ଆଖିର କଜ୍ଜଳ ସୀମନ୍ତ ସିନ୍ଦୁର ନାଲି। ପ୍ରତିଟି ଦିଗରେ ପ୍ରାଚୀନ ଜହ୍ନର ଆଭା ଯାଇଛି ତ ମଉଳି। ନୂଆ ଯୋଛନାରେ ସବୁ ରାଗ ରୁଷା ସଭିଏଁ ଗଲେଣି ଭୁଲି। ନୂଆ ଅଭିଳାଷ ନୂଆ କାମନା ଦେବ ସବୁ ମନେ ନବ ପ୍ରେରଣା। ସ୍ନେହ ମମତାର ମାଟିଏ ସିଏ ସଭିଙ୍କୁ କୋଳେଇ ନେଇଛି ବୋଲି, ସଭିଙ୍କୁ କୋଳେଇ ନେଇଛି ବୋଲି। ପ୍ରାଚୀ ପୁଷ୍କରିଣୀ ତେଜୀ ନବବଧୂ ଉଷା ଯାଇଛି ତ ଚାଲି। ଲିଭି ଯାଇଛି ତା ଆଖିର କଜ୍ଜଳ ସୀମନ୍ତ ସିନ୍ଦୁର ନାଲି, ସୀମନ୍ତ ସିନ୍ଦୁର ନାଲି। ନବବର୍ଷର ଅଭିନନ୍ଦନ। ସମସ୍ତଙ୍କର ମଙ୍ଗଳ ହେଉ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ, ଏହା ହିଁ କାମନା। ଜୟ ଜଗନ୍ନାଥ। ପିଲାଦିନର ଗାଁ ଦାଣ୍ଡ ଧୂଳିମାଟି ଖେଳ, ତାପରେ ସ୍କୁଲ ଜୀବନ, ଛାତ୍ର ଜୀବନ, ତାପରେ କଲେଜ ଜୀବନ, ତାପରେ ଆରମ୍ଭ ହୁଏ ତାଙ୍କର ଚାକିରି ଜୀବନ। ଚାକିରି କରିବା ଜଷ୍ଟ ପରେ ପରେ ଆରମ୍ଭ ହୁଏ ତାଙ୍କର ସାଂସାରିକ ଜୀବନ। 2001 ମସିହାରେ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବେଗୁନିଆ ବ୍ଲକ ସ୍ଥିତ ହେମନ୍ତପୁର ପାଟଣା ସ୍ଥିତ ସ୍ୱୟଂ ପ୍ରଭାଙ୍କୁ ସେ ବିବାହ କରନ୍ତି। ତାପରେ ଆରମ୍ଭ ହୁଏ ତାଙ୍କର ସାଂସାରିକ ଜୀବନ। ଆପଣଙ୍କର ଆଧ୍ୟାତ୍ମିକ ଗୁରୁ କିଏ? ମୋର ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଟାଡ଼ିଶ୍ୱର ବାବା।
ওরফ ପୂର୍ଣ୍ଣମାସୀ ଜାନି ଚାରିପଡ଼ା ଫୁଲବାଣୀ କନ୍ଧମାଳ ଜିଲ୍ଲା। ସେ ଜଣେ ଈଶ୍ୱର ବିଶ୍ୱାସୀ ଆଦିବାସୀ ମହିଳା। ପାଠ ପଢ଼ି ନଥିଲେ ମଧ୍ୟ ତାଙ୍କର ଗଭୀର ଈଶ୍ୱର ବିଶ୍ୱାସ ସରଳତା ତାଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରିଛି, ଯାହାଫଳରେ ଆଜି ହଜାର ହଜାର ଭକ୍ତ ତାଙ୍କର ଅନୁଗାମୀ। ତାଙ୍କର ପ୍ରେରଣା, ତାଙ୍କର ଦିଗ୍ଦର୍ଶନ ମୋତେ ଏଇ ଲେଖାଲେଖି କରିବା ପଥରେ ଆଗେଇ ନେଇଛି। ମୁଁ ତାଙ୍କ ନିକଟରେ ସବୁ ସମୟରେ କୃତଜ୍ଞ ରହିବି। ସାଧକ ଏବଂ ସାଧିକାମାନଙ୍କୁ ମୋର ସାରସ୍ୱତ ପ୍ରଣାମ। ମୋର କବିତାର ଶୀର୍ଷକ ସ୍ୱଭାବ କବି ସ୍ମରଣୀ। ହେ ସ୍ୱଭାବ କବି ମୋ ଭାଷାର ରବି, ଦେଖିଥିଲ କେତେ ସ୍ୱପ୍ନ, ଭାଷାର ଉନ୍ନତି ପାଇଁ ନୀତି ପ୍ରତି ହେଉଥିଲ ଯତ୍ନବାନ। ଦୁର୍ବଳ ଯା ଭାଷା ହୁଏ ଲୋକ ହସା, ଦିନହୀନତା ସମ୍ମାନ, ଉଚ୍ଚ କରିବାକୁ ମାର ଭାଷାକୁ କରୁଥିଲ ସମ୍ବୋଧନ। ତୁମେ ସୁଯୋଗ୍ୟ ସନ୍ତାନ, ଉତ୍କଳ ଜନନୀ ଅଙ୍କ ମଣ୍ଡିଥିଲ, କରି ଲିଖନ ଚାଳନା। ମାତୃଭୂମି ପ୍ରତି ମାତୃଭାଷା ପ୍ରତି ମାତୃଭୂମି ପ୍ରୀତି ମାତୃଭାଷା ପ୍ରତି ଅନୁରକ୍ତି ଥିଲା ଯେଣୁ, ଭାଷା ଆନ୍ଦୋଳନେ ଲମ୍ଫ ଦେଇ ତୁମେ ସାଜିଥିଲ ବୀର ତେଣୁ। ମାର ଭାଷାକୁ ସମ୍ମାନ ଦେବାକୁ ଆଜି ହୁଏ ତର୍କ ଆଲୋଚନା, ଦାୟାଦ ତୁମର ବିଦେଶୀ ଭାଷାର କରୁଛନ୍ତି ଜୟଗାନ। ନୁହେଁ କିଏ କୃତଘ୍ନତା, ଯାର ସ୍ତନ୍ୟ ପାନି ସୁପୁଷ୍ଟ ଏମାନେ, ହାୟ କି ନିର୍ଭେଦତା। ইব ভেড়েন তেল কুসুমি মিশি যদি মহানদী, ইব ভেড়েন তেল কুসুমি মিশি যদি মহানদী, চতুর্দিকে আজি ওড়িয়া ভাষারে এতে কিয়া ভেদবাদী। ইব ভেড়েন তেল কুসুমি মিশি যদি মহানদী, চতুর্দিকে আজি ওড়িয়া ভাষারে এতে কিয়া ভেদবাদী। তুমি রাধানাথ ফকির মোহন জাতি প্রাণ করে আন্ট, আঞ্চলিকতারে ওড়িয়া ভাষারে আজি কাহিঁকি হট চমট। আস বিচ্ছিন্নতা ভাব ভুলি গর্বরে কহিবা ঊর্ধ্বকু তোলিবা, জাতির মশাল জাড়ি। একতা সূত্রে বাঁধিছিল তুমি টানি জাতি নন্দী ঘোষ, একতা সূত্রে বাঁধিছিল তুমি টানি জাতি নন্দী ঘোষ। নেই যাইছিল দিগন্ত সেপারে সাধনারে হই হর্ষ, বিশ্ব মধুময় করিছিল তুমি চখাই অমৃত স্বাদ। বিস্ময় আজি সমগ্র ওড়িশা তেজুছি ভাষা বিবাদ। বিশ্ব ভ্রাতৃত্ব ভাবরে সবুরি ভিতরে নিজকু দেখিছ স্বার্থ মেধা আহুতিরে। সীমান্তে ওড়িয়া দুর্দশা অকুহা, বিবাদ চরম পরে। সীমান্তে ওড়িয়া দুর্দশা অকুহা, বিবাদ চরম পরে। যোড়িব কি আসি খঞ্জি ভাষা রসি, ওড়িশা আজি কবজারে। মার ভাষাକୁ ছাড়ি ভাই আম মাউসী ভাষা কহুছি, পড়োশী শাসনে কবলিত হই জাতি প্রীতি ভুলি অছি। বিরাড়ি বেকরে ঘণ্টি বাঁধিବାକୁ কিଏ ହେବ ଆଗ ଘର, ମୁକୁଳା ପଡ଼ିଛି ଅଣ୍ଟି। ଅଦ୍ୱିତୀୟ ତୁମେ ହେ କାବ୍ୟ ବିନ୍ଧାଣୀ ପ୍ରକୃତିକୁ ଦେଲ ଜୀବନ, ଅଦ୍ୱିତୀୟ ତୁମେ ହେ କାବ୍ୟ ବିନ୍ଧାଣୀ ପ୍ରକୃତିକୁ ଦେଲ ଜୀବନ। ଓଡ଼ିଆ ସାହିତ୍ୟ ସୁଦୀପ୍ୟ ଆକାଶେ ପ୍ରଭାବନ୍ତ ଜ୍ୟୋତିଷ୍ମାନ। କୃଷକ ଶ୍ରମିକ ଦିନ ମଜୁରିଆ ପାଇଁ କାନ୍ଦେ ଯାର ପ୍ରାଣ, କର୍ମର ଶ୍ରମର ମହିମା ଗାନରେ ଶତମୁଖ ଯା କଲମ। হে মানববাদী স্রষ্টা, আর্ষ বাক্যে তুমি উদ্ঘোষণা কল। ঈশ ছন্তি জহি নিষ্ঠা, স্বভাষা কথনে নহিলে ভাজন, কাহু হেবু বিশ্ব প্রাণ। স্বভাষা কথনে নহিলে ভাজন, কাহু হেবু বিশ্ব প্রাণ। আশিষ আশারে ভকতি অন্তরে করুছু পাদে প্রণাম। পুণ্যতিথিরে শ্রদ্ধাঞ্জলি ঘেন হে প্রিয় স্বভাব কবি,
पुण्यतिथि श्रद्धांजलि हेन हे प्रिय स्वभाव कवि समस्त ओडिया हृदय थिब तुमी नभे जदा शशि रवि करु पदांक अनुगमन मातृभाषा मन गौरव वर्धनी आम संकल्प स्मृति चारण धन्यवाद। जड़े आदर्श शिक्षक भाव में आपण छात्र समाज को तथा अभिभावक मानक कौन संदेश देवे? मु जड़े शिक्षक भाव में छात्र मानक यह कहवा चाहे से माने निरलस हुंतु निजर अध्ययन बा पाठ पढ़ारे से माने सबुबले प्रति रुहंतु अधिक समय पाठ पढ़ार ध्यान दियंतु खाली मन कले कौन सी कार्य हो जाए ना जपरी गोटे नीतिवाणी अच्छी कर्मण्ये बाधिकारस्ते माँ फलेषु कदाचन माँ कर्म फल हेतुर्भू माँ ते संगस्थ कर्मणि कर्म करी चाल फल आशा रख नहीं जदि मनीष फल आशा रखियो ताहाले तार मुख्य लक्ष्य से विच्युत हो तेणु मनीष सबुबले कर्म फल आशा न रखी आग को कार्य करी चलिबा दरकार। मनीष उद्यम कले सिद्धि प्राप्त हुए तार गोटे श्लोक अच्छी उद्यमेन ही सिद्ध्यन्ति कार्याणि न मनोरथै न ही सुप्तस्य सिंहस्य प्रविशन्ति मुखे मृगा। तेणु उद्यम कले सबु कार्य सफलता आसे। तेणु निजर जी जो कार्य करुच्ची से जदि प्रचेष्टा जारी रखे ताहाले से निश्चय सफलता लाभ करिवो। छात्र माने खाली पाठ पढ़िले हेबो नाही सेमानकर चरित्र को मध्य सेमाने सुनियंत्रित करने दरकार। आजिकाली पाठ शिक्षा क्षेत्र रे आमे देखुछु अनेक छात्र निजर व्यवहार निजर मानसिकता रुग्ण मानसिकता भितर से गति करती सेमानकर गुरुजन मानक प्रति भक्ति विश्वास एसबू ठारू न थाए बा से भक्ति विश्वास रु से दूरे जाती। तेणु जड़े चरित्रवान व्यक्ति ही जड़े श्रेष्ठ मानव बा भल मनीष हो पार। पाठ पढ़ा सांग को भल गुण भी रहा दरकार। से सुगुणा बड़ी मनीष को ऊर्ध्व को बा आग को नेबार सहायक होता है। मु अभिभावक मानक कहबी से माने निजर पिला मानकु गाइड करंतु भल बाटरे जीवा पाई प्रेरित करंतु सेमानकर पाठ पढ़ा सहित से माने भल मनीष किमती हेबे सुसंगति प्राप्त हेबे सेति प्रति दृष्टि दियंतु जहा फल रे सेमानकर पिला बा पुओ झील माने संतति माने जीवन रे बड़ मनीष हो पारिबे बा देशर जड़े सुनागरिक भाव में निजक गढ़ी तोड़े ए संदेह नहीं। दर्शक बंधु श्रीजुक्त बसंत कुमार राज होउचंती टुडुसर बाबा पूर्णमासी जानीकर जड़े महान भक्त। तेबे देखंतु पूर्णमासी जानी सहित अति निकटतम श्रीजुक्त बसंत कुमार राजंकर किछि फोटो तांको सहित आपण माने देखंतु। आप निजस्व रुचि कौन अच्छी आपणकर निजर? सर मु शिक्षकता करने सहित मु लेखालेखि भी करे कविता लेखे भजन जनाण लेखे नाटक लेखे एवं क्षुद्र गल्प लेखे। छोटे कौन करेंगे? प्रार्थना तुम्हें आनंदर अट खजाना प्रार्थना तुम्हें आनंदर अट खजाना ईश्वरंक प्रति संजोग कराई भरी देउछ दिव्य भावना प्रार्थना तुम्हें आनंदर अट खजाना। संस्कृतिर वार्तावह रूपरे उदय होइछ नव विभारे अपसंस्कृति को अपसारी तुम्हें बुणी देउछ किरण सुना
ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ପ୍ରାଚୀ ଦିଶେ ଅର୍କ ଅରୁଣ ଛବି, ବିଛାଇ ଦେଇଛ ହୃଦକୁ ଦ୍ରବି, ଆମୋଦିତ କରି ସବୁରି ପ୍ରାଣକୁ ଛୁଇଁ ଯାଇ ଆଣୁଛ ଉନ୍ମାଦନା। ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ଉତ୍କଳ ଐତିହ୍ୟ ଦର୍ଶାଇ ନୀତି, ଦେଶ ବିଦେଶରେ ବୁଣି ସମ୍ପ୍ରୀତି, ବସୁଧୈବ କୁଟୁମ୍ବକ ଭାବନାରେ ଚଳାଇଛ କେତେ ପରିଯୋଜନା। ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ଭକ୍ତି ଅନୁରକ୍ତି ପ୍ରଭୁ ବନ୍ଦନା, ସ୍ୱର୍ଗୀୟ ଭାବରେ ବୁଡ଼ାଏ ସିନା, ତୁମ ଉପସ୍ଥିତି ଦିବସ ସର୍ବରି, ସଂସ୍କୃତି ପ୍ରେମିକ ତୁମେ ଆଇନା। ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ଜ୍ଞାନ ଗୁରୁ ଭଜନ ଅନ୍ତାକ୍ଷରୀ, ଗୁରବେ ନମଃ ତର୍କେ ବହୁଦୂରୀ, ପଞ୍ଚସଖାଦି କାର୍ଯ୍ୟକ୍ରମେ ବିଭୋର, କରାଅ ପ୍ରସାରୀ ବିଭୁ ଚେତନା। ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ଆଧ୍ୟାତ୍ମିକ ବିପଞ୍ଚି ବାଉଥାଅ, ଆଧ୍ୟାତ୍ମିକତା ବିପଞ୍ଚି ବାଉଥାଅ, ଭ୍ରାତୃତ୍ୱର ପଞ୍ଚଜନ୍ୟ ଶୁଣାଅ, ସବୁରି ମଙ୍ଗଳ ହେଉ ସଦାକାଳ, ଶ୍ରୀ ଜଗନ୍ନାଥଙ୍କୁ କରେ ଯାଚନା। ପ୍ରାର୍ଥନା ତୁମେ ଆନନ୍ଦର ଅଟ ଖଜାନା। ବହୁ ଉଚ୍ଚ କୋଟିର ପ୍ରଥମେ ତ ବହୁତ ବହୁତ ଧନ୍ୟବାଦ। ଏତେ ମୁଁ ଗୁରୁଦେବଙ୍କୁ ଅନୁରୋଧ କରିବି ଇଏ ଜ୍ଞାନଗୁରୁର ଉପାଧି ବସନ୍ତ ସାରଙ୍କୁ। ତା ସହିତ ଇଏ ଆଧ୍ୟାତ୍ମିକ ବହିର ଉପହାର। এইଠିକି ଆସ, এইଠିକି। ଗୁରୁଦେବ ମୁଁ ଆପଣଙ୍କୁ ଅନୁରୋଧ କରିବି ନିଜ ଜାଗାକୁ। ଏ ଆଜ୍ଞା ଆମର ସଂସ୍କୃତି ବହୁତ ଭଲ ଲାଗିଲା, ବହୁତ ଖୁସି ଲାଗୁଛି ଯେ ଆପଣ ଏଠୁ ଜ୍ଞାନଗୁରୁର ଉପାଧି ତା ସହିତ ଆଧ୍ୟାତ୍ମିକ ବହିର ଇଏ ଉପହାର ନେଇକି ଯାଉଛନ୍ତି। ବହୁତ ବଢ଼ିଆ ଲାଗିଲା।